बिना चीनी कि बिना गुड़े ये लड्डू प्रस्तुत होइछि। विश्वास होना देखिकी वीडियो टिके पूरा देखंतु निहाती बुझी परिबे कि एइटा गोटे केते हेल्दी लड्डू। एथर राखी रे एमटी लड्डू बनांतु आ निजर भाई आ भौणी को ए हेल्दी लड्डू खुआई कि राखी बांधंतु। काहेकि ना एबे तो पूजा पर्व टाइम मार्केट रे केते वेराइटी रो सब आर्टिफिशियल जिंस मिसिकी मिठा बनुची आपण माने डेली न्यूज रे देखुथिबे। किंतु देखंतु एई हेल्दी लड्डू केते सुंदर ହେଇଛି एकदम एते नरम जे बहुत सुंदर भाବରେ ଭାଙ୍ଗି ଯାଉଛି ଆଉ ଖାଇବାକୁ ଏତେ ଟେଷ୍ଟି ଆପଣ ଥରେ ନିଜେ ନ ଖାଇଲେ ବିଶ୍ୱାସ ବି କରିବେନି। ପାଟିରେ ପକଉ ପକଉ एकदम ମିଳେଇ ଯାଉଛି ଏତେ ଟେଷ୍ଟି ହେଇଛି ଆମର ଏଇ ପ୍ରୋଟିନ୍ ରିଚ୍ ଲଡ୍ଡୁ। ରେସିପିଟିକୁ ସେଭ୍ କରନ୍ତୁ। ଛୋଟ ପିଲା କ'ଣ ବଡ଼ ପିଲା ସମସ୍ତଙ୍କ ପାଇଁ ଏଇଟା ଗୋଟେ ବହୁତ ହି ହେଲ୍ଦି ଅପସନ୍। ପ୍ରଥମେ ଏଠି କିଛି ମୁଁ ଡ୍ରାଏ ଫ୍ରୁଟ୍ସ ନେଇଛି ଆଉ ତା ସହିତ ନେଇଛି ଚଣା। ସବୁର ମେଜରମେଣ୍ଟ ମୁଁ କ୍ୟାପସନରେ ମେନସନ୍ କରିଦେବି। ଏଇଠି ମୁଁ କିଛି ଚଣା ନେଇଛି ଯେଉଁଟାକି ସବୁଠୁ ଅଧିକା ନେବା ଆଉ ଏଇଠି ମୁଁ ଖଜୁରୀ ନେଇଛି ଯେଉଁଟାକି ନରମ ବାଲା ଖଜୁରୀ। ଯଦି ଆପଣଙ୍କ ଖଜୁରୀ ନରମ ନାହିଁ ତେବେ ଏଠି ମୁଁ ଖଜୁରୀର ମଞ୍ଜି ଗୁଡ଼ିକୁ କାଢ଼ି ଦେଉଛି। ଆପଣ ଖଜୁରୀରୁ ମଞ୍ଜି କାଢ଼ିକି ସେଥିରେ ଟିକେ ଗରମ ପାଣି ଦେଇକି ବତୁରେଇ ଦେବେ। ଏଇଠି ଖଜୁରୀ ଗୁଡ଼ାକ ମୋର ନରମ ଥିଲା ସେଥିପାଇଁ ମୁଁ ଆଉ ତାକୁ ଗରମ ପାଣିରେ ବତୁରେଇନି, ଖାଲି ତାର ମଞ୍ଜି ଅଲଗା କରିକି ରଖିଦେଇଛି। ବେଳେବେଳେ ଖଜୁରୀ ଭିତରେ ପୋକ ବି ରହିଯାଇଥାଏ, ସେଥିପାଇଁ ମଞ୍ଜି କାଢ଼ିଲା ବେଳେ ତାର ପୋକ ମଧ୍ୟ ଆପଣ ଚେକ୍ କରିନେବେ। ଏବେ ଗୋଟେ କଡ଼େଇ ନେବା, ସେଥିରେ ଆମେ ଚଣାକୁ ଦେଇକି ଭାଜିଦେବା। ଚଣାଟା ଭଜା ଚଣା କିନ୍ତୁ ଆଉ ଟିକେ ଭାଜିଦେଲେ କ'ଣ ହେବ ନା ତା ଯଦି ବି କିଛି ମଏଶ୍ଚର ଥିବ ସେଇଟା ଆମର ଡ୍ରାଏ ହେଇଯିବ। ତାପରେ ଆମେ ସବୁ ଡ୍ରାଏ ଫ୍ରୁଟ୍ସକୁ ଗୋଟେ ଗୋଟେ କରି ଭାଜିଦେବା, ଯେମିତିକି ଆଲମଣ୍ଡ, କାଜୁ ଆଉ ଆମର ୱାଲନଟ୍। ଆପଣଙ୍କ ପାଖରେ ଯଦି ୱାଲନଟ୍ କି କାଜୁ ଯାହା ବି ଆପଣଙ୍କ ପାଖରେ ଆଭେଲେବଲ୍ ନାହିଁ ଆପଣ ସ୍କିପ୍ କରିପାରିବେ, କିନ୍ତୁ ଚେଷ୍ଟା କରିବେ ସବୁ ଜିନିଷକୁ ଆଡ଼୍ କରିବା ପାଇଁ। ତାପରେ ଏଇଠି ମୁଁ କିଛି ସିଡ୍ସ ଆଡ଼୍ କରିଛି ଯେଉଁଥିରେ କି ଅଛି ଆମର ଖସା, ଫ୍ଲାକ୍ସ ସିଡ୍, ପମ୍ପକିନ୍ ସିଡ୍ ଆଉ ସନଫ୍ଲାୱାର ସିଡ୍। ସବୁ ଜିନିଷକୁ ଭଲ ଭାବରେ ଭାଜିଦେଲା ପରେ ତାକୁ ଆମେ ପ୍ରଥମେ ଥଣ୍ଡା କରିଦେବା। ମନେ ରଖିବେ ଗରମ ଗରମ କୌଣସି ଜିନିଷକୁ ଗ୍ରାଇଣ୍ଡିଙ୍ଗ କରିବେନି। ଏଇଠି ଥଣ୍ଡା ହେଇଗଲା ପରେ ମୁଁ ଚଣାକୁ ପ୍ରଥମେ ଗ୍ରାଇଣ୍ଡିଙ୍ଗ କରିଦେଲି। ଚଣାକୁ ଆମେ ପୁରା ଫାଇନ୍ ପାଉଡ଼ର କରିଦେବା। ଚଣାରେ କୌଣସି ଖଦଡ଼ ଜିନିଷ ରହିବନି, ପୁରା ଏକଦମ ଫାଇନ୍ ପାଉଡ଼ର କରିଦେବା। ଏବେ ଆମେ ଏଥିରେ ଡ୍ରାଏ ଫ୍ରୁଟ୍ସକୁ ଆଡ଼୍ କରିବା। ମନେ ରଖିବେ ସବୁ ଥଣ୍ଡା ହେଇଥିବା ଦରକାର, ଗରମ ଗରମ କୌଣସି ଜିନିଷକୁ ଆଡ଼୍ କରିବେନି। ଡ୍ରାଏ ଫ୍ରୁଟ୍ସକୁ ଗ୍ରାଇଣ୍ଡିଙ୍ଗ କଲାବେଳେ ତାକୁ ପଲ୍ସ ମୋଡ଼ରେ ଗ୍ରାଇଣ୍ଡିଙ୍ଗ କରିବେ। ଦେଖିଥିବେ ଗ୍ରାଇଣ୍ଡର ମେସିନରେ ଗୋଟେ ପଲ୍ସ ମୋଡ଼ ଥାଏ, ଆମେ ସେଇଥିରେ ତାକୁ ଦେଇକି ଗ୍ରାଇଣ୍ଡିଙ୍ଗ କରିବା ଯେମିତିକି ଖଦଡ଼ ଅଂଶ ଟିକେ ଆମର ରହିବ ଡ୍ରାଏ ଫ୍ରୁଟ୍ସରେ। ତାପରେ ସେମିତି ଆମେ ସବୁ ସିଡ୍କୁ ଦେଇଦେବା, ସେମିତି ଥଣ୍ଡା ହେଇଥିବା ଦରକାର। ତାପରେ ମୁଁ ଏଠି କିଛି ଖିସମିସକୁ ଆଡ଼୍ କରିଛି ଆଉ ଟିକେ ଚକୋଲେଟ୍ ଫ୍ଲେଭର ପାଇଁ ଚକୋଲେଟ୍ ପାଉଡ଼ର ଆଡ଼୍ କରିଛି ଯେଉଁଟାକି କୋକୋ ପାଉଡ଼ର। ସବୁକୁ ଦେଇ ପୁଣି ପଲ୍ସ ମୋଡ଼ରେ ଆମେ ତାକୁ ଆଉ ଟିକେ ଦରଦରା ଗ୍ରାଇଣ୍ଡିଙ୍ଗ କରିଦେଲା ପରେ ସେଥିରେ ମଞ୍ଜି ବାହାର କରି ରଖିଥିବା ଖଜୁରୀକୁ ଦେଇଦେବା ଆଉ ତା ଦେହରେ କିଛି ଘିଅ ଆଡ଼୍ କରିବା। 2 ବଡ଼ ଚାମଚ ଘିଅ ଆଡ଼୍ କରିବା ଆମେ ଏଥିରେ। ସବୁକୁ ସେମିତି ପଲ୍ସ ମୋଡ଼ରେ ହିଁ ଆମେ ତାକୁ ଚଲେଇକି ଆଣିବା, ଯେମିତିକି ଟିକେ ଟିକେ ଛୋଟ ଛୋଟ ଖଣ୍ଡ ବାଇଟ୍ ଥିବ। ଯଦି ଆପଣଙ୍କ ଘରେ ବେଶୀ ଛୋଟ ପିଲା ଅଛନ୍ତି ତେବେ ଆପଣ ନର୍ମାଲ ଗ୍ରାଇଣ୍ଡିଙ୍ଗ କରିପାରିବେ। ଯଦି ଭାବୁଛନ୍ତି କି ପିଲାଙ୍କ ତଣ୍ଟିରେ ଲାଗିବ, ପିଲା ଚୋବେଇ ଖାଇପାରିବେନି, ଆପଣ ପୁରା ଫାଇନ୍ ଗ୍ରାଇଣ୍ଡିଙ୍ଗ କରିଦେଲେ ବି ଲଡ଼ୁ ବହୁତ ସୁନ୍ଦର ବନିବ। ଦେଖନ୍ତୁ କେତେ ସୁନ୍ଦର ଆମର ଲଡ଼ୁ ବାନ୍ଧି ହେଉଛି ଆଉ ପୁରା କିଛି ବି ଖୋଲୁନି, ବହୁତ ସୁନ୍ଦର ଭାବରେ ଲଡ଼ୁ ଆମର ବାନ୍ଧି ହେଲା। ହାତରେ ଟିକେ ଘିଅ ଲଗେଇକି ଆମେ ଲଡ଼ୁ ଗୁଡ଼ାକୁ ଗୋଟି ଗୋଟି କରିକି ବାନ୍ଧିବା। ଏମିତି ଟାଇଟ୍ ଟାଇଟ୍ କରି ଯେମିତି ଆପଣ ଲଡ଼ୁ ବାନ୍ଧନ୍ତି ସେମିତି ବାନ୍ଧିବେ, ଦେଖିବେ ବହୁତ ସୁନ୍ଦର ଭାବରେ ଆପଣଙ୍କର ଲଡ଼ୁ ବାନ୍ଧି ହେଇଯିବ। ଖଜୁରୀର ଆମାଉଣ୍ଟ ଟିକେ ଅଧିକା ଦେବେ ଆଉ ଯଦି ଦେଖିବେ ଏଇ ଲଡ଼ୁ ବନେଇଲା ବେଳେ ଲଡ଼ୁ ଆପଣଙ୍କର ବାନ୍ଧି ହେଉନି ତେବେ ଏଇ ମିକ୍ସଚରରେ ଆଉ ଟିକେ ଘିଅକୁ ତରଳେଇକି ଦେଇଦେବେ, ସେଇଟା ଆପଣଙ୍କୁ ଲଡ଼ୁ ବାନ୍ଧିବାରେ ବହୁତ ସାହାଯ୍ୟ କରିବ। କିଛି ସମୟ ମଧ୍ୟରେ ଦେଖନ୍ତୁ କେତେ ସାରା ଲଡ଼ୁ ଆମର ପ୍ରସ୍ତୁତ ହେଇଗଲା। এই ଲଡ଼ୁ ବନେଇବା ବହୁତ ହି କମ୍ ସମୟର କାମ, ଅଳ୍ପ କେତେଟା ଇନଗ୍ରେଡ଼ିଏଣ୍ଟସରେ ବହୁତ ହି ହେଲ୍ଦି ଲଡ଼ୁ ଆପଣ ପ୍ରସ୍ତୁତ କରିଦେଇ ପାରିବେ। ପିଲା ଯେତେବେଳେ କିଛି ମିଠା ଖାଇବାକୁ ଡିମାଣ୍ଡ କରୁଛନ୍ତି ସେମାନଙ୍କୁ ଏଇ ଲଡ଼ୁ ଖାଇବାକୁ ଦିଅନ୍ତୁ। ଦେଖିବେ ଏଇ ଗୋଟିଏ ଲଡ଼ୁ ଖାଇଦେଲେ ହିଁ ତାଙ୍କର ବହୁତ ପ୍ରକାରର ପ୍ରୋଟିନ୍ର ପୁରା ହେଇଯିବ ଆଉ ସେମାନଙ୍କ ପେଟ ବି ଫୁଲ୍ ଲାଗିବ। କାହିଁକିନା ଏଇଥିରେ ଆମର ଖଜୁରୀ ରହୁଛି, ଚଣା ରହୁଛି, ସବୁ ଡ୍ରାଏ ଫ୍ରୁଟ୍ସ ରହୁଛି। ଏସବୁ କେତେ ଦେହ ପାଇଁ ଆମର ଭଲ ତା ତ ସମସ୍ତଙ୍କୁ ଜଣା।
आशा करुच्ची आजिर भिडियोटी निहाती आपण मानकु हेल्पफुल होइतिबो। जदि आपण मानकु भिडियोटी भल लागिछि तेबे निजर फैमिली आ फ्रेंड्स को सहित निहाती शेयर करंतु। आ जदि एपर्यंत आपण माने मो पेज को फॉलो करनाहांती तेबे निश्चय फॉलो करनियंतु, काहेकि ना आपण मानको भल पाइबा मते बहुत मोटिवेट करे नुआ नुआ वीडियो आपण मानक पई डेली डेली आनिबा पई। मात्र 15 ରୁ 20 मिनिट भितर देखंतु प्रस्तुत हो गला आमर केते सारा लड्डू आ से पुणी हेल्दी भी आउ टेस्टी भी। आपण एथर राखी रे निजर भाई कि भौणी हाथ रे जेतेबेले राखी बांधिबे तांकु ए लड्डू निश्चय खुआइबे। आउ लड्डू खाइकी से कौन कहले सेटा मो सहित निहाती शेयर करिबे। आउ जदि आपणक भाई कि भौणी किए बाहरे रहुचंती आपणकठु दूरे रे रहुचंती तेबे तांकु एमती गोटे एयर टाइट कंटेनर रे लड्डू सबु को पैक करी तांको पाखु आज ही पठेई दियंतु, ताकि एथर राखी रे से राखी बांधिला परे तांको भाई कि भौणी हाथर तिया ए टेस्टी टेस्टी हेल्दी लड्डू को खाइकी से तो बहुत खुशी हेई जिबे। आशा करछि वीडियोटी आपण मानकु बहुत हेल्पफुल हेइतिबो। थैंक यू शेष पर्यंत देखिबा पई।